ବର୍ତ୍ତମାନର ଏକ ବଡ଼ ଖବର ଆସି ପହଞ୍ଚିଛି। ଗଣଦୁଷ୍କର୍ମ ମାମଲାରେ 4 ଜଣ ଯୁବକକୁ କୋର୍ଟ ଚାଲାଣ କରିଛି ପାଟନାଗଡ଼ ପୁଲିସ। ଘଟଣା ଘଟିଛି ପାଟନାଗଡ଼ ଥାନା ଅଞ୍ଚଳରେ। ନିଜ ପ୍ରେମିକ ସହ 3 ଜଣ ସାଙ୍ଗ ଗିରଫ। ଘଟଣା ମୁତାବକ ପାଟନାଗଡ଼ ଥାନା ଅଞ୍ଚଳର ଜୈନିକ ଯୁବତୀ ତାଙ୍କ ପ୍ରେମିକ ସହିତ ରାତ୍ରି 8ଟାରେ ତାଙ୍କ ଚାଷ ବିଲକୁ ଯାଇଥିବା ବେଳେ ତାଙ୍କ ଭିତରେ କଥାବାର୍ତ୍ତା ହେଉଥିଲେ। ପ୍ରେମିକଙ୍କ 3 ଜଣ ସାଙ୍ଗ ପହଞ୍ଚି ବଳପୂର୍ବକ ସେହି ଯୁବତୀକୁ ଉଠାଇ ନେଇ ପାଶବିକ ଅତ୍ୟାଚାର କରିଥିବା ବେଳେ ପାଟନାଗଡ଼ ଥାନାରେ ଜୈନିକ ଯୁବତୀ ଜଣକ କେସ୍ ଦାୟର କରିଥିବା ବେଳେ ପାଟନାଗଡ଼ ପୁଲିସ ତଦନ୍ତ କରି ପଣ୍ଡାମୁଣ୍ଡା ଗାଁର 4 ଜଣ ସାଙ୍ଗକୁ ଏହି ଗଣଦୁଷ୍କର୍ମ ମାମଲାରେ ଗିରଫ କରିଛି। ପ୍ରେମିକର ଇଙ୍ଗିତରେ ଏହି ସବୁ ଘଟଣା ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଆଜି ଏହି 4 ଜଣଙ୍କୁ କୋର୍ଟ ଚାଲାଣ କରିଛି ପାଟନାଗଡ଼ ପୁଲିସ। ପୁଣି ଥରେ କହି ରଖୁଛୁ, ଗଣଦୁଷ୍କର୍ମ ମାମଲାରେ 4 ଜଣ କୋର୍ଟ ଚାଲାଣ। ଘଟଣା ଘଟିଛି ପାଟନାଗଡ଼ ଥାନା ଅଞ୍ଚଳରେ। ନିଜ ପ୍ରେମିକ ସହ 3 ଜଣ ସାଙ୍ଗ ଗିରଫ। ଘଟଣା ମୁତାବକ ପାଟନାଗଡ଼ ଥାନା ଅଞ୍ଚଳର ଜୈନିକ ଯୁବତୀ ତାଙ୍କ ପ୍ରେମିକ ସହିତ ରାତ୍ରି 10ଟାରେ ତାଙ୍କ ଚାଷ ବିଲକୁ ଯାଉଥିବା ବେଳେ ତାଙ୍କ ଭିତରେ କଥାବାର୍ତ୍ତା ହେଉଥିବା ସମୟରେ ପ୍ରେମିକଙ୍କ 3 ଜଣ ସାଙ୍ଗ ପହଞ୍ଚି ବଳପୂର୍ବକ ସେହି ଯୁବତୀକୁ ଉଠାଇ ନେଇ ପାଶବିକ ଅତ୍ୟାଚାର କରିଥିବା ପାଟନାଗଡ଼ ଥାନାରେ ଜୈନିକ ଯୁବତୀ ଜଣକ କେସ୍ ଦାୟର କରିଥିବା ବେଳେ ପାଟନାଗଡ଼ ପୁଲିସ ତଦନ୍ତ କରି ପଣ୍ଡାମୁଣ୍ଡା ଗାଁର 4 ଜଣ ସାଙ୍ଗକୁ ଏହି ଗଣଦୁଷ୍କର୍ମ ମାମଲାରେ ଗିରଫ କରିଛି। ପ୍ରେମିକର ଇଙ୍ଗିତରେ ଏହି ସବୁ ଘଟଣା ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଆଜି ଏହି 4 ଜଣଙ୍କୁ କୋର୍ଟ ଚାଲାଣ କରିଛି ପାଟନାଗଡ଼ ପୁଲିସ। ପାଟନାଗଡ଼ରୁ ମିର୍ଚା ନ୍ୟୁଜ୍ ଟିମ୍ ବ୍ୟୁରୋ। गोटे पाटनागढ़ थाना केस केस नंबर 163 डेटेड 14/6/2006 अंडर सेक्शन 70 क्लॉज 1 BNS से आम 4 जन एक्यूज को धरीजु से हूँ महेश सबर, बैचंद्र बरिहा, उमाकांत डिला एवं अजय मिर्दा समस्ते पंडामुंडा गाँव आज डाक्टरी मायना एवं आनुषंगिक अनुसंधान पर अरेस्ट कराई आज से कोर्ट चालाण करा।